ମଞ୍ଜୁଶ୍ରୀର ଭାଉଜ ମୋ ନାଁ ହେଉଛି ମମତା ମଣ୍ଡଳ। ନଣନ୍ଦର ଏମିତି ଅବସ୍ଥା, ତାଙ୍କର କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ହେଇଛି, ଶାଶୁମା ଦେଇଛନ୍ତି। ସେ ଘରକୁ ଆପଣ, ସେଇ ଘରର ଆପଣ ବୋହୂ କେମିତି ଦେଖୁଛନ୍ତି? ନଣନ୍ଦକୁ ଏମିତି ଆଶୀର୍ବାଦ ଓଡ଼ିଶାବାସୀ ଦେଇଛନ୍ତି। ଆଶୀର୍ବାଦ ତ ଦେଇଥିବାରୁ ତ ଆମର ତ ଏତେ ବାଟ ଆଗେଛେ। ଆଉ ସମସ୍ତେ ଏରକମ ଚାହିଁବେ, ଇଏ କରିବେ, ସମସ୍ତଙ୍କର ଆଶୀର୍ବାଦ ଟିକେ ଥାଉ ଆମ ଉପରେ। ଏତିକ ପୁଣି ଥରେ ସେ ଷ୍ଟେଜକୁ ଯାଇ ଆପଣଙ୍କୁ ଫେର ଆଉ ଥରେ ତୁମକୁ ଇଏ କରିବେ। ଆପଣ ବି ସେଇ ମାନେ ସମୟକୁ ଅନେଇଛନ୍ତି ଯେବେ? ଆଜ୍ଞା, ସେଇ ସମୟକୁ ଆମେ ପୁଣି ଥରେ ଅନେଇଛୁ, କେବେ ସେ ଷ୍ଟେଜକୁ ଯାଇକି ଆପଣଙ୍କୁ ହସ ଖୁସି ଫେର ଦେବେ। ଆପଣଙ୍କୁ କେତେ କଷ୍ଟ କରିଛନ୍ତି? କଷ୍ଟ ତ କହିଲେ ନ ସରେ। ସେ କଷ୍ଟ ଯିଏ ଜାଣିଛି ଆଉ କ'ଣ କହିବି। ମୁଣ୍ଡରେ ଏବେ ବି ସେ ଯେଉଁ କ୍ୟାପ୍ଟି ଲଗେଇଛନ୍ତି, ମାନେ ମଞ୍ଜୁଶ୍ରୀଙ୍କୁ ପୁରା ଆଇସୋଲେସନ୍ କରିକି ହଁ, ରଖାଯାଇଛି। ମାନେ ଇନଫେକ୍ସନ୍ ହେବା ପାଇଁ ବହୁତ ଡକ୍ଟର କହିଛନ୍ତି। ସବୁବେଳେ ମାସ୍କ, ମୁହଁର ଗ୍ଲୋଭ୍ସ, ହାତର ଇଏ ସବୁ ଦେବାକୁ ପଡ଼ୁଛି। ଆଚ୍ଛା ମ୍ୟାଡ଼ାମ୍, ଆପଣ ହେଲେ ଭାଉଜ, ଆଜ୍ଞା ସିଏ ହେଲେ ନଣନ୍ଦ। ଆଜ୍ଞା। ଆପଣ ଚାହିଁଥିଲେ କହିଥାନ୍ତେ ଯେ ମୁଁ ତ ଭାଉଜ, ମୁଁ କାହିଁକି ନଣନ୍ଦର ସେବା କରିବି? ନା, ସେମିତି ହେଲେ କେବେ ହେଇଥାଏନି କି? ସେଇ ମୋରି ମୁହଁକୁ ତ କେହି ସେମାନେ ଏତେ ବାଟ ଆଗେଇଛନ୍ତି, କାହିଁକିନା ମୁଁ ଗୋଟେ ତାଙ୍କର ଭାଉଜ, ଆଉ କେହି ନାହିଁ। ବାପା ତ ମରିଯାଇଛନ୍ତି, ତାଙ୍କ ଭାଇ, ମୁଁ, ଏତିକି ଆମର ପରିବାର, ମା, ନଣନ୍ଦ। ଏଇ ଯେଉଁ ତାଙ୍କ ଭାଇ କ'ଣ କରନ୍ତି? ଆମେ ବାହାରେ ରହିକି କାମ କରୁ ଆଉ। କାମ କରନ୍ତି? ଆଜ୍ଞା। ଓକେ, ଆପଣ ମଞ୍ଜୁଶ୍ରୀଙ୍କୁ କ'ଣ ସାହସ ଦେଇଥିବେ କି ନାଇଁ ଦେଖ ତୋ ଭାଉଜ ଅଛି, ତୁ ଚିନ୍ତା କରିବା ନାହିଁ, ଏମିତି କିଛି କହିଛନ୍ତି ନଣନ୍ଦକୁ? ସାହାଯ୍ୟ ତ ସବୁବେଳେ ଆମେ ତାଙ୍କୁ ଇଏ କରୁ, ଡରିବାର ନାହିଁ କିଛି। ଆମେମାନେ ଅଛୁ, ଡରିବାର କିଛି ନାହିଁ। ତାଙ୍କ ଭାଇ ବୋଲି କୁହନ୍ତୁ, ମୁଁ ବୋଲି କୁହେ, ସମସ୍ତେ ଆମର କୁହେ। ଆଚ୍ଛା, ମଞ୍ଜୁଶ୍ରୀଙ୍କର ଏମିତି କିଡ଼ନୀ ଖରାପ ହେଲା, କ'ଣ ପାଇଁ କିଡ଼ନୀ ଖରାପ ହେଇଥିବ ବୋଲି ଆପଣଙ୍କୁ ଲାଗୁଛି? ଯେଉଁ ଯାତ୍ରାରେ ରାତି ଅନିଦ୍ରା, ଖାଇବା ପିଇବାରେ ଅବହେଳା, ଏଥିପାଇଁ କି? ଖାଇବାରେ ଅବହେଳା ଆଉ ରାତି ଅନିଦ୍ରା। ଆଉ ନାଣ୍ଡୁ ବାବୁ ଆମର, ତାଙ୍କ ଦେହ ଯେତେବେଳେ ଖରାପ ହେଲା, ସେ କହିଛନ୍ତି ବାରବାର, ସେ ଛାଡ଼ି ନାହାନ୍ତି। ଆମେ ବିଲି କହିଛୁ ଫୋନ୍ ମାରି ଆମ ତରଫରୁ ବୋଲି, ସିଏ ଛାଡ଼ୁନାହାନ୍ତି। ମ୍ୟାଡ଼ାମ୍, ଆପଣ କ'ଣ ଲାଗୁଛି ଯେ ମଞ୍ଜୁଶ୍ରୀଙ୍କର ଆଜି ଯେଉଁ ଅବସ୍ଥା ହେଲା, ଚାହିଁଥିଲେ ସେ ଏତେ ଯେଉଁ ଗୋଟେ ଷ୍ଟେଜ୍କୁ ଆସିଗଲା, ଦେହ ଖରାପ ହେଲା, ଚାହିଁଥିଲେ ମଞ୍ଜୁଶ୍ରୀ ତ ଘରକୁ ଆସିପାରିଥାନ୍ତେ, ଛୁଟି ନେଇକିରି ଟ୍ରିଟମେଣ୍ଟ କରିଥାନ୍ତେ, ଡକ୍ଟରଙ୍କୁ ଦେଖା କରିପାରିଥାନ୍ତେ। ତାଙ୍କର ଯାତ୍ରାରେ ଥିବାବେଳେ ତାଙ୍କ ପିଛାରେ ବହୁତ ଜଣ ଲାଗିଛନ୍ତି। ମାଲିକଙ୍କ ମୁଣ୍ଡ ଖରାପ କରିଛନ୍ତି, ସେ ମ୍ୟାନେଜରଙ୍କ ସ୍ତ୍ରୀ, ବହୁତ ଷ୍ଟାଫ୍, ତାପରେ ସିଙ୍ଗର, ମ୍ୟୁଜିକ୍ ଷ୍ଟାର, ସମସ୍ତେ ଲାଗିଛନ୍ତି ତାଙ୍କ ପଛରେ। ବାବୁଙ୍କୁ କହିକି ତାଙ୍କ ମଥା ଖରାପ କରିଦେଇଛନ୍ତି। ବାବୁ ଲାଷ୍ଟରେ କିଛି କରିପାରିଲେନି। କିସ କରିବେ? ତାଙ୍କ କଥା ଶୁଣିବେ ନା ୟାଙ୍କ କଥା ଶୁଣିବେ? ସେଥିଲାଗି ମୋ ନଣନ୍ଦ ଲୁଚିକି ପଳେଇ ଆସିଥିଲେ। ଲୁଚିକି ଆସିଥିଲେ ଫେରି ବୋଲି? ସେ କେମିତି କ'ଣ ଆସିଲେ? କେମିତି କ'ଣ ଆସିଲେ? ସେ ବହୁତ ମାନେ ଦେହ ତାଙ୍କର ବହୁତ ଖରାପ ହେଲା, ମାନେ କହିଲାକୁ ଶୁଣିଲେ ବୋଲି ନାହିଁ, ସମସ୍ତେ ତାଙ୍କ ପିଛାରେ ଲାଗିଲେ। ଲାଷ୍ଟରେ ମାନେ ନାଣ୍ଡୁବାବୁ ପରମିସନ୍ ଦେଇଥିଲେ ଆସିବା ପାଇଁ ନା ନାଇଁ ଲୁଚିକି ପଳେଇଥିଲେ? ନା, ତାଙ୍କ ଦେହ ଅସୁସ୍ଥ ହେବା, ତାଙ୍କ ମୁଣ୍ଡ ତ ଖରାପ କରିଦେଇଛନ୍ତି। ମ୍ୟାନେଜର, ତାଙ୍କ ସ୍ତ୍ରୀ, ତାଙ୍କୁ ତ ଏରକମ କହିକି ତାଙ୍କ ମୁଣ୍ଡ ତ ଖରାପ କରିଦେଇଛନ୍ତି। ସେ କାହା କଥା ଶୁଣିବେ? ଯେତେ ସେ ମ୍ୟାନେଜର, ଇଏ ତ ଷ୍ଟାଫ୍। ତ ଯାତ୍ରାର ଷ୍ଟାଫ୍ ମାନେ ଅନ୍ୟର ଦେହ କଥା ବି ଚିନ୍ତା କରିବା ଦରକାର। ଆଜି ମଞ୍ଜୁଶ୍ରୀଙ୍କର ହେଇଛି, କାଲି ଆଉ କାହାର ଦେହ ଖରାପ ହେବ। ସେମିତି ଇଏ କରି ଚାଲିଲେ ସମସ୍ତେ ପାର୍ଟି ତରଫରୁ ସମସ୍ତେ ଇଏ। ସିଏ ତ ଆମ ନଣନ୍ଦକୁ ଏମିତି କରିଛନ୍ତି, ଆମର ତ ଆଉ ଇଏ ନାହିଁ। ଆଉ ମାନେ ଆପଣ ମଞ୍ଜୁଶ୍ରୀ ଭଲ ହେଲା ପରେ ଯାତ୍ରା ମଞ୍ଚକୁ ଯିବେ, ଯେଉଁ ସେଇ ପାର୍ଟିକି ଯିବେ ନା ଅଲଗା ମଞ୍ଚକୁ ଯିବେ? ସେ କଥା ମୁଁ କହିପାରିନି। ସେଇ ପାର୍ଟିକି ତ ଆମର ପଠେଇବା ତ ଇଚ୍ଛା ଟୋଟାଲି ନାହିଁ। ଦେଖିବା ଭଲ ହେଲା ପରେ କ'ଣ କରିବା ଆଉ। ନା, ଦେଖା କରିବାକୁ ବି ଆସିନାହାନ୍ତି, କିଛି ସାହାଯ୍ୟ ବର୍ତ୍ତମାନ କିଛି କରିନାହାନ୍ତି। ନା, ସାହାଯ୍ୟ କରିନାହାନ୍ତି। ନା।